ରାତିରେ ମାମାଙ୍କୁ ଯାଇ ପଚାରିଲି, ମାମା ଆଜି ଦିନରେ କଣ କରିଛ? ମାମା କହିଲେ ରୁଟିକୁ ଚିଲି ମସରୁମ। ମାମା, ଚିଲି ମସରୁମ ରୁଟି କରିବା ମଧ୍ୟରେ ଆପଣମାନେ ମୋଠୁ ଏକ ସୁନ୍ଦର ଗପଟେ ଶୁଣି ନିଅନ୍ତୁ। ଗପଟିର ନାମ ହେଉଛି ସର୍ବଦା ଚତୁର ହେବା ଶିଖ। ଜଣେ ଲୋକ ନିଜର ପୋଷା ଚଢ଼େଇମାନଙ୍କ ପାଇଁ ପଞ୍ଜୁରୀ ତିଆରି କରେ। ସବୁ ଚଢ଼େଇଙ୍କୁ ସେ ପିଞ୍ଜରା ଭିତରେ ରଖୁଥିଲେ। ସବୁଦିନ ସେମାନଙ୍କ ଯତ୍ନ ନେବା ସହ ପ୍ରଚୁର ପାଣି ଓ ଦାନା ଦେଉଥିଲେ। ଚଢ଼େଇମାନେ ଖାଦ୍ୟ ଖାଇ ବେଶ ଆନନ୍ଦରେ ରହୁଥିଲେ। ଦିନକର ଘଟଣା, ଚଢ଼େଇମାନଙ୍କ ମାଲିକ ବାହାରକୁ କୌଣସି କାମରେ ଯାଇଥାନ୍ତି। ଏହାର ସୁଯୋଗ ନେଇ ବହୁଦିନ ଆଗରୁ ମନ୍ଦ ଯୋଜନା କରିଥିବା ଏକ ବିଲେଇ ଡାକ୍ତର ରୂପ ନେଇ ଚଢ଼େଇମାନଙ୍କ ପିଞ୍ଜରା ପାଖକୁ ପହଞ୍ଚିଗଲା। ଛଳନା କରି କହିଲା, ସ୍ନେହର ଚଢ଼େଇମାନେ, ତୁମେମାନେ ପଞ୍ଜୁରୀର ତାଲା ଖୋଲ। ମୁଁ ଜଣେ ଡାକ୍ତର, ତୁମମାନଙ୍କ ଭଲ ପାଇଁ କହୁଛି। ମୁଁ ତୁମମାନଙ୍କ ଦେହ ପରୀକ୍ଷା କରି କେମିତି ନିରୋଗ ରହିବ ତମ କଥା କହିବି। ଚାଲାଖ ଚଢ଼େଇମାନେ ବିଲେଇର ମନ୍ଦ ଉଦ୍ଦେଶ୍ୟ ବୁଝିପାରିଲେ। ବିଲେଇ ଯେ ସେମାନଙ୍କ ଜୀବନ ନେବାକୁ ଉଣ୍ଡି ବସିଛି ତାହା ସେମାନେ ବୁଝିପାରିଲେ। ସଙ୍ଗେ ସଙ୍ଗେ ଜବାବ ଦେଇ କହିଲେ, ତୁମେ ଆମର ଶତ୍ରୁ। ତୁମେ ବିଲେଇ ଜାତିକୁ ଆମର ବିଶ୍ୱାସ ନାହିଁ। ଆମେ କଦାପି ପିଞ୍ଜରା ତାଲା ଖୋଲିବୁ ନାହିଁ। ତୁମେ ଏଠାରୁ କାଳ ବିଳମ୍ବ ନ କରି ଆମ ମାଲିକ ଆସିବା ପୂର୍ବରୁ ଚାଲିଯାଅ। ବିଲେଇ କହିଲା, ନା ନା, ମୁଁ ତମମାନଙ୍କର ଶତ୍ରୁ ନୁହେଁ। ମୁଁ ତୁମମାନଙ୍କୁ ଉପକାର କରିବାକୁ ଆସିଛି। ତୁମମାନଙ୍କର କିଛି ଅସୁବିଧା ହେବନି। ଦୟାକରି ତାଲା ଖୋଲ। ବିଲେଇଟି ଯେତେ କାକୁତି ମିନତି ହେଲେ ମଧ୍ୟ ଚଢ଼େଇମାନେ ଶତ୍ରୁକୁ ବିଶ୍ୱାସ ନ କରି ପିଞ୍ଜରା ତାଲା ଖୋଲିଲେ ନାହିଁ। ରୋକଠୋକ ନ ଖୋଲିବା ପାଇଁ ମନା କରିବାରୁ ବିଚରା ବିଲେଇ ମୁହଁପାତି ସେଠାରୁ ପଳାଇ ଗଲା। ଶତ୍ରୁକୁ ଠିକ ଭାବେ ଚିହ୍ନି ଚତୁରପଣ ଦେଖାଇବାରୁ ଚଢ଼େଇମାନେ ସୁରକ୍ଷିତରେ ରହିଲେ। ଶତ୍ରୁକୁ କେବେ ନ କରି ବିଶ୍ୱାସ ମାନିବନି ତାଙ୍କ ବୋଲ। ଅକାଳରେ ନିଜ ଜୀବନ ତ ଯିବ, ବେକରୁ ମାରିବ ଢାଲ। ଚତୁର ହୋଇଣ ସବୁବେଳେ ଜାଣ କାମ ନୀତି କରୁଥିବ। ସବୁ ସଂକଟରୁ ନିସ୍ତାର ପାଇବ, ଜୀବନ ସାର୍ଥକ ହେବ। ସାଙ୍ଗମାନେ, ମୋ ଗପଟି ଆପଣଙ୍କୁ କେମିତି ଲାଗିଲା? ଆରେ, ଗପଟି ସରୁ ସରୁ ମୋ ମାମାର ରୋଷେଇ ବି ସରିଯାଇଛି। ୱାହ, କି ଟେଷ୍ଟି।